ଓଃ କି ଗରମ! ପଖାଳ ଖାଇବା ପାଇଁ ସବୁ ପ୍ରକାର ସଜବାଜ ହେଇଯାଇଛି। ଭଜାଭଜି ହେଇଛି। ତା ସାଙ୍ଗରେ ଆଜି ଗୋଟେ ସ୍ପେଶାଲ ଆଇଟମ ବନୁଛି। ଏଇଟା କ'ଣ? ଲିମ୍ବ କଢ଼ି। ଏଇଟା ତ ପିତା ଲାଗିବ। ଆକୁ ଖାଇବା ପାଇଁ ଇଚ୍ଛା ହବନି। କିନ୍ତୁ ମୁଁ ଆଜି ଯେମିତି କରୁଛି ଆପଣମାନେ ଯଦି ଏକ୍ଜାକ୍ଟଲି ସେମିତି କରିବେ ମୋଟେ ବି ପିତା ଲାଗିବନି। ଏଇ ଯେଉଁ ଲିମ୍ବ କଢ଼ ଗୁଡ଼ାକ ଆମେ ଆକୁ ବାଛିକିରି ଅଲଗା ରଖିଦେବା। ଏଇ ଚାଉଳକୁ ମୁଁ ଅଧଘଣ୍ଟେ ଆଗରୁ ବତୁରେଇ ଦେଇଥିଲି, ଧୋଇ ଦେଇକି 2-3 ଥର। ଏଇ ବତୁରି ଗଲାଣି। ଆକୁ ଆମେ ଗ୍ରାଇଣ୍ଡ କରିଦେବା। ଏଇ ଚାଉଳ ସାଙ୍ଗରେ ମୁଁ ଅଧ ଚାମଚ ଜିରା ପକାଉଛି, ଆଉ ଏତିକି ଅଦା। ଆକୁ ଗୋଟେ ପେଷ୍ଟ ବନେଇଦେବା, ଶୁଖିଲା ଶୁଖିଲା, ପାଣି ବିଲକୁଲ ଦେବାନି। ଦେଖନ୍ତୁ ଏଇ କନସିଷ୍ଟେନ୍ସିରେ କରିବେ। ଯଦି ଆପଣ ଭାବିବେ ଯେ ଟିକେ ଶୁଖିଲା ହେଇଯାଇଛି, ଗୋଟେ ଚାମଚ ଖଣ୍ଡେ ପାଣି ମିଶାଇ ଦେବେ। ଆକୁ ଭଲ ଭାବରେ ଆମେ ଧୋଇଦେବା। କାଳେ ବାଲି ଫାଲି କି ଧୂଳି ଲାଗିଥିବ, ଧୋଇକି ତାକୁ ଭଲ ଭାବରେ ଛାଣିଦେବା, ଯେଉଁଥିରେ କି ପାଣି ବିଲକୁଲ ରହିବନି। ମୁଁ ଗୋଟେ ଆଳୁ ସିଝେଇଥିଲି, ତାର ଫାଳେ ମୁଁ ଏଇଠି ଗ୍ରେଟ୍ କରିକି ଆ ସାଙ୍ଗରେ ଆଡ଼୍ କରୁଛି। ମୋର କ୍ୱାଣ୍ଟିଟି ଟିକେ କମ୍ ଅଛି। ଆପଣ ଯେତେ କ୍ୱାଣ୍ଟିଟି କରିବେ ସେଇ ଅନୁସାରେ ଆଳୁକୁ, ସିଝା ଆଳୁ ମିଶାଇବେ। ଏବେ ଆ ସାଙ୍ଗରେ ମସଲା ସବୁ ଆଡ଼୍ କରିବା। ଏଇଟା ଏତିକି କ୍ୱାଣ୍ଟିଟି ପାଇଁ ମୁଁ ଏତିକି ଧନିଆ ପାଉଡ଼ର ପକାଇଛି, ଚିଲି ପାଉଡ଼ର 1/2 ଟିସ୍ପୁନ୍, ଗ୍ରେଟେଡ୍ ରସୁଣ ଆଉ ଅଦାକୁ ମୁଁ 1 ଟିସ୍ପୁନ୍ ଆଡ଼୍ କରୁଛି। ତା ସାଙ୍ଗରେ ଲୁଣ ସ୍ୱାଦ ଅନୁସାରେ, କଞ୍ଚା ପିଆଜକୁ ଏମିତି ମୁଁ ଟିକି ଟିକି କରି କାଟି ଦେଇଛି, ଆ ସାଙ୍ଗରେ ଆଡ଼୍ କରିବା। କଞ୍ଚା ଲଙ୍କାକୁ ବି ଏମିତି ଛୋଟ ଛୋଟ କାଟିକି ଆ ସାଙ୍ଗରେ ଆଡ଼୍ କରିବା। ଟେବୁଲ ସ୍ପୁନ୍ ଚାଟ୍ ମସଲା ଆ ସାଙ୍ଗରେ ମୁଁ ମିକ୍ସ କରୁଛି, ଚଟପଟା ଲାଗିବା ପାଇଁ। ଏବେ ଆମେ ଆ ସାଙ୍ଗରେ ଆମର ଯେଉଁ ଚାଉଳ, ଜିରା, ଅଦା ବଟା ସେଇଥିରେ ଆଡ଼୍ କରିବା। ଆମେ ଦେଖିକିରି ମିଶାଇବା କେତେ କ୍ୱାଣ୍ଟିଟିର ହେଉଛି। ମୁଁ ଏତିକି ମିଶାଉଛି, ଦେଖିବା କେତେ ଲାଗିବ। ହଳଦୀ ଗୁଣ୍ଡ 1/4 ଟିସ୍ପୁନ୍ ଆ ଦେହରେ ମିକ୍ସ କରିବା। ସବୁ ଗୁଡ଼ାକ ମୁଁ ହାତରେ ଭଲ ଭାବରେ ମିଶାଇ ଦେଉଛି। ମୋର ଚାଉଳ ବଟାଟା ଟିକେ କମିଗଲା, ମୁଁ ଆଉ ଟିକେ ଆଡ଼୍ କରୁଛି। ଆପଣମାନେ ଦେଖିବେ କେମିତି କନସିଷ୍ଟେନ୍ସି ହେବ, ଯେମିତି ବରା ପରି ଉଠିଲା ପରି। ଆକୁ ଭଲ ଭାବରେ ଗୋଳେଇ ଦେବା। ତାୱା ଗରମ ହେଇଗଲାଣି, ଆମେ ତେଲ ଟିକେ ପକାଇବା। ମୁଁ ସୋରିଷ ତେଲ ୟୁଜ୍ କରିଛି, ଯେହେତୁ ଏଇଟା ଲିମ୍ବ କଢ଼ି, ସୋରିଷ ତେଲରେ ଏଇଟା ଭଲ ଲାଗିବ। ଆକୁ ମୁଁ ଏମିତି କରୁଛି, ଆପଣମାନେ ଯେକୌଣସି ସେପ୍ରେ କରିପାରିବେ। ଚଟା କରିପାରିବେ, ଗୋଲ କରିପାରିବେ, କି ଓଭାଲ୍ ସେପ୍ କରିପାରିବେ।
ଖରା ଦିନେ ଲିମ୍ବ କଢ଼ି ଖାଇବା କଥା। ବର୍ଷକୁ ଥରେ ଏଇ କଢ଼ ହୁଏ। ଆକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ। କିନ୍ତୁ ପିଲାମାନେ କ'ଣ କରନ୍ତି, ସେମାନେ ଖାଇବା ପାଇଁ ରାଜି ହୁଅନ୍ତିନି। ତାକୁ ଯଦି ଗୋଟେ ଡିଫରେଣ୍ଟ ୱେରେ ଆମେ କରିବା, ଆଟ୍ରାକ୍ଟିଭ୍ କରିବା, ସେମାନେ ଖାଇବାକୁ ଭଲ ପାଇବେ। ମୋର ଏଇ ଯେଉଁ କରିଛି ଏଇଟା ଟିକେ ବି ପିତା ଲାଗିବନି, ତେଣୁ ପିଲା ଜାଣିପାରିବେନି ଯେ ଏଇଟା କ'ଣ। ଗୋଟେ ସାଇଡ୍ ହେଇଗଲାଣି, ମୁଁ ଓଲଟେଇ ଦେଉଛି। ଆକୁ ମୁଁ ମିଡ଼ିୟମ୍ ଫ୍ଲେମ୍ରେ କରୁଥିଲି, ଆକୁ ଏବେ ମୁଁ ସ୍ଲୋ ଫ୍ଲେମ୍ରେ କରିବି କ୍ରିସ୍ପି ପାଇଁ। 5 ମିନିଟ୍ରେ ଆମର ଏଇ କ୍ରିସ୍ପି ବରା ରେଡ଼ି ହେଇଯିବ। ଏଇ ଦେଖନ୍ତୁ ଆମର ଲିମ୍ବ କଢ଼ି ବରା ରେଡ଼ି ହେଇଗଲା। ଆକୁ ଆପଣ କ'ଣ ଯାହା ବି ନାଁ ଦେବେ, କୋପ୍ତା ଦିଅନ୍ତୁ କି କବାବ ଦିଅନ୍ତୁ କି ବରା ଦିଅନ୍ତୁ, ଆପଣଙ୍କ ଇଚ୍ଛା ଯାହା ଦେବେ।